दयाल हो दयाल हो दयाल। ଭାଗବତରେ ଅଛି, ଯେ ଫଳ ଲୋଭେ କରେ କର୍ମ, କର୍ମତା ହୁଏ ମତି ଭ୍ରମ। ଅର୍ଥାତ୍ କେହି କେହି ଫଳ ପ୍ରାପ୍ତି ଆଶାରେ କର୍ମ କରନ୍ତି, ମାତ୍ର ଏପରି ଆଶା କରିବା ଠିକ୍ ନୁହେଁ। କାରଣ ଫଳ ପ୍ରାପ୍ତି ପଥରେ ବାଧାବିଘ୍ନ ଆସିପାରେ, କର୍ମ ବିଳମ୍ବିତ ହୋଇପାରେ ବା ଫଳ ଲାଭ ହୋଇ ବି ନପାରେ। ତେଣୁ କର୍ମ କଲେ ଯେ ଫଳ ଲାଭ ହେବ, ଏ ଆଶା କଲେ କର୍ମରେ ଆସକ୍ତି ଆସିଯାଏ। ଆଉ ଆସକ୍ତି ଆସିଲେ ଯେକୌଣସି ପ୍ରକାରେ କର୍ମ ସାଧନ କରିବାକୁ ମନୁଷ୍ୟ ତହୁଁ ଆଗଭର ହୁଏ। ଅଧର୍ମ ମାର୍ଗ ଛାଡ଼ି ବା ଅନୀତି ମାର୍ଗ ଛାଡ଼ି ରହିପାରେ ନାହିଁ। ଅଧର୍ମ ମାର୍ଗ ବା ଅନୀତି ମାର୍ଗ ହେଲେ ସୁଦ୍ଧା ସେଥିପ୍ରତି ଦୃଷ୍ଟିପାତ କରେ ନାହିଁ। ତାର ବିଚାର ଶକ୍ତି ନିମ୍ନ ସ୍ତରକୁ ଚାଲିଯାଏ। ତେଣୁ ତାର ଆସକ୍ତି ହେତୁ ମତିଭ୍ରମ ହୋଇଯାଏ, ଯାହାର ଫଳ ଭଲ ହୁଏ ନାହିଁ। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଲେ, କର୍ମଣେ ବାଧିକାରସ୍ତେ ମା ଫଳେଷୁ କଦାଚନ। ଅର୍ଥାତ୍ କେବଳ କର୍ମ କରିଯାଅ। କର୍ମ କରିବାରେ ତୁମର ଅଧିକାର ଅଛି, ମାତ୍ର ଫଳ ଲାଭ ଉପରେ ଅଧିକାର ତୁମର ନାହିଁ। ଫଳ ଲାଭ ହେଉ ବା ନ ହେଉ ଦୁଃଖ କରିବାର ନାହିଁ। ସୁତରାଂ ଅନାସକ୍ତ ଭାବରେ କର୍ମ କରିବା ବିଧେୟ। ଏ ହେଉଛି ପ୍ରକୃତିର ସଂସାରର କଠୋର ନିୟମ। ପୁନଶ୍ଚ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଲେ, ଅନାଶ୍ରିତ କର୍ମ ଫଳମ୍ କାର୍ଯ୍ୟଂ କର୍ମ କରୋତି ଯଃ ସ ସନ୍ନ୍ୟାସୀ ଚ ଯୋଗୀ ଚ ନିରଗ୍ନିନ୍ନ ଚାକ୍ରିୟଃ। ଯେ କର୍ମ ଫଳକୁ ଆଶ୍ରୟ ନ କରି କର୍ତ୍ତବ୍ୟ କର୍ମ କରନ୍ତି, ସେ ସନ୍ନ୍ୟାସୀ ତଥା ସାଧକ ଯୋଗୀ ଅଟନ୍ତି। ଏହି ପ୍ରସଙ୍ଗରେ ଶ୍ରୀ ଠାକୁର କହିଛନ୍ତି, କାର୍ଯ୍ୟ କରିଯାଅ, କିନ୍ତୁ ଆବଦ୍ଧ ହୁଅ ନାହିଁ। କାର୍ଯ୍ୟ ସାଧନ ସମୟରେ ତହିଁରୁ ଯେଉଁ ବିପଦ ଆସିବ, ସେଥିପାଇଁ ରାଜି ଥାଅ। ବିରକ୍ତ ବା ଅଧୀର ହୁଅ ନାହିଁ। ସଫଳତା ତୁମର ଦାସୀ ହେବ। ନାମ ଯଶର ଆଶାରେ କୌଣସି କାର୍ଯ୍ୟ କରିବାକୁ ଯିବା ଠିକ୍ ନୁହେଁ। କିନ୍ତୁ କୌଣସି କାର୍ଯ୍ୟ ନିଃସ୍ୱାର୍ଥ ଭାବରେ କରିବାକୁ ଗଲେ ହିଁ କାର୍ଯ୍ୟର ଅନୁରୂପ ନାମ ଯଶ ତୁମର ସେବା କରିବ ହିଁ କରିବ। ତେଣୁ ଆଶା ନେଇ ବା ଲୋଭବଶତଃ କର୍ମ କଲେ ମନୁଷ୍ୟ ଆବଦ୍ଧ ବା ଆସକ୍ତ ହୋଇଯାଏ ଓ ସବୁ କର୍ମ ଯେ ଈଶ୍ୱରଙ୍କ ପାଇଁ କରୁଛି, ଆଉ ସେ କେବଳ ନିମିତ୍ତ ମାତ୍ର ହୋଇ ଈଶ୍ୱରଙ୍କ ପ୍ରଦର୍ଶିତ ମାର୍ଗରେ କର୍ମ କରିବା ଉଚିତ ବୋଲି ସେତେବେଳେ ଭୁଲିଯାଏ। ଫଳରେ ନିଜେ କର୍ତ୍ତା ବୋଲି ଭାବିଲେ ହିଁ ଅହଙ୍କାର ଆସିଯାଏ, ଆଉ ଫଳ ଲାଭ ପଥରେ ବିଭ୍ରାନ୍ତି ଆସିଯାଏ। କାରଣ ଈଶ୍ୱରଙ୍କ ପଥ ଭୁଲି ନିଜର ପ୍ରବୃତ୍ତି ବଶତଃ ସତ୍ ପଥକୁ ଭୁଲିଯାଏ। ଏହିପରି କର୍ମରେ ଆବଦ୍ଧ ବା ଆସକ୍ତ ହୋଇ ସେ ଇତସ୍ତତଃ ପ୍ରବୀଣ ହୋଇ ଉଠେ, ଆଉ କର୍ମଫଳ ଲାଭଠାରୁ ଦୂରେଇ ଯାଏ। ମାତ୍ର ଧୈର୍ଯ୍ୟହରା ନ ହୋଇ ବିପଦ ଓ ବାଧା ବିଘ୍ନକୁ ମୁକାବିଲା କରି ସେଇ କର୍ମରେ ଆଗେଇ ଗଲେ ମନୁଷ୍ୟ କୃତକାର୍ଯ୍ୟ ହୁଏ। ଏଣୁ ନିଃସ୍ୱାର୍ଥ ଭାବରେ କର୍ମ କରିଗଲେ ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି। ଅହଂ ଭାବ ଦୂରେଇ ଯାଇ ମତିଭ୍ରମ କଟିଯାଏ। ଭାଗବତରେ ଅଛି, ଧନ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପତ ନର ହରି। ଧନ ଅର୍ଜନେ ଦେହ ଧରେ ମରଣ ସଙ୍କଟେ ନ ଡରେ। ଅର୍ଥାତ୍ ସଂସାରରେ ବାସ କଲେ ପରିବାର ପ୍ରତିପୋଷଣ ନିମନ୍ତେ ଧନ ଅର୍ଜନର ଆବଶ୍ୟକତା ନିହାତି ଅଛି। ମାତ୍ର ଏହି ଧନ
ସତ୍ ଓ ନ୍ୟାୟ ମାର୍ଗରେ ଅର୍ଜନ କରିବା ଉଚିତ, ଯାହାଦ୍ୱାରା ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି। ଆଉ ତା ସଙ୍ଗେ ସଙ୍ଗେ ସେଇ ଧନ ଧର୍ମ ମାର୍ଗରେ ବ୍ୟୟିତ ହେବା ଦ୍ୱାରା ତାହାର ସାର୍ଥକତା ପ୍ରତିପାଦିତ ହୁଏ। ନିଜର ପରିବାର ଓ ପରିବେଶର ଉନ୍ନତି କଳ୍ପେ ଧନ ବ୍ୟୟିତ ହେଲେ ଯାଇ ମନୁଷ୍ୟ ମନରେ ସୁଖ, ଶାନ୍ତି ଓ ଆନନ୍ଦର ଉଦ୍ରେକ ହୁଏ। ଜୀବନ ଧାରଣ କରିବା ନିମନ୍ତେ ଧନ ଯେତିକି ମାତ୍ର ପ୍ରୟୋଜନ ସେତିକି ଆହରଣ କରିବା ଉଚିତ, କାରଣ ଏହାଦ୍ୱାରା ସେ ନିଜେ ଓ ପରିବାର ବେଶ ହସ ଖୁସିରେ ଚଳେଇ ପାରିବ। ମାତ୍ର ଅଧିକ ଶ୍ରମ କରି ପ୍ରୟୋଜନ ଠାରୁ ଅଧିକ ଧନ ଅର୍ଜନ କରିବା ଦ୍ୱାରା ମନୁଷ୍ୟ ସେ ଧନକୁ କିପରି ସଞ୍ଚୟ କରିବ, କିଏ ତାର ଦାୟିତ୍ୱ ନେବ ଇତ୍ୟାଦି ଇତ୍ୟାଦି ଚିନ୍ତାରେ ବୁଡ଼ି ରହିଯାଏ ଏବଂ ବିପଦ ଆପଦକୁ ସର୍ବଦା ଭୟ କରେ। ରାତ୍ରିର ନିଦ୍ରା କୁଆଡ଼େ ଉଭେଇଯାଏ। ଜୀବଦଶାରେ କାଳେ କିଏ ଧନକୁ ଅପହରଣ କରି ନେବ, ସେଥିପାଇଁ ସେ ମଧ୍ୟ ଚିନ୍ତିତ ରୁହେ। ମାତ୍ର ସତ୍ ପଥରେ ନିଜର ପ୍ରୟୋଜନ ମୁତାବକ ଧନ ଅର୍ଜନ କରିଥିଲେ ସେ କୌଣସି ଆପଦ ବିପଦ ବା ମୃତ୍ୟୁକୁ ଭୟ କରେ ନାହିଁ। ସେ ସ୍ୱଚ୍ଛନ୍ଦରେ ସଂସାରରେ ଜୀବନ ଧାରଣ କରେ। ସେ ଠାକୁର କୁହନ୍ତି, ସତ ଅର୍ଥ ହିଁ ଶୁକ୍ଳ ଅର୍ଥ, ବ୍ୟର୍ଥ କିନ୍ତୁ ଅନ୍ୟ ସବୁ। ଅସତ ପ୍ରାପ୍ତି କୃଷ୍ଣ ଅର୍ଥ, ନଷ୍ଟ କରେ ବିଭବ ସବୁ। ଅର୍ଥାତ୍ ସତ ଅର୍ଥ ହିଁ ନ୍ୟାୟ ମାର୍ଗରେ ଉପାର୍ଜିତ ଅର୍ଥ। ଅନ୍ୟ ସବୁ ଅସତ ମାର୍ଗରେ ଉପାର୍ଜିତ ଅର୍ଥ ଅସତ ଧନ ହେତୁ ସମସ୍ତ ଅର୍ଜିତ ଧନକୁ ମଧ୍ୟ ନଷ୍ଟ କରେ। ଅସତ ଧନ ଧନ ନୁହେଁ, ସେଥିରେ ଭରଣ ପୋଷଣ କଲେ ପାଦେ ପାଦେ ବିପଦ ଆସେ, ଜୀବନକୁ ଉନ୍ନତି ପଥରେ ଅଗ୍ରସର କରାଇ ନେଇ ପାରେ ନାହିଁ। ଭାଗବତରେ ଅଛି, ଏ ଜୀବ ସାଧୁ ସଙ୍ଗ ବିନୁ ଲଭି ନପାରେ ମୋର ତନୁ। ସର୍ବ କୁସଙ୍ଗ ଦୋଷ ହରେ, ଯେ ନିତ୍ୟ ସାଧୁ ସଙ୍ଗ କରେ। ଯେ ଅବା ପତିତ ପାମର, ସତସଙ୍ଗେ ତରେ ଭବ ଘୋର। ଭାଗବତ ଏକାଦଶ ସ୍କନ୍ଧରେ ଅତି ସୁନ୍ଦର ଭାବରେ ଲେଖା ଅଛି। ଅର୍ଥାତ୍ ସାଧୁ ସଙ୍ଗ ବା ସତସଙ୍ଗ ମାଧ୍ୟମରେ ହିଁ ମନୁଷ୍ୟ ଭଗବାନଙ୍କୁ ଲାଭ କରିଥାଏ। ସାଧୁ ସଙ୍ଗ ବା ସତସଙ୍ଗ କରିବା ଦ୍ୱାରା ସମସ୍ତ କୁସଙ୍ଗ ହେତୁ ମନୁଷ୍ୟ ଯେଉଁ ପାପ ଅର୍ଜନ କରିଥାଏ ତାହା ସମସ୍ତ ହରଣ ହୋଇଯାଏ। ସେ ସତ ପଥର ବିଚ୍ୟୁତ ହେତୁ ପତିତ ହୋଇଥାଏ। ସତସଙ୍ଗ କରିବା ଦ୍ୱାରା ଏହି ସଂସାରରୁ ତରିଯାଏ। କାରଣ ସାଧୁ ସଙ୍ଗ ଦ୍ୱାରା ସତ ଉପଦେଶ ମିଳିଥାଏ, ଯାହାଦ୍ୱାରା ସତ କର୍ମ କରିବା ପାଇଁ ପ୍ରେରଣା ମିଳେ। ଆଉ ମନୁଷ୍ୟର ମନ ପବିତ୍ର ହେବା ସଙ୍ଗେ ସଙ୍ଗେ ଭଗବାନଙ୍କ ସତ୍ତା ଅନୁଭବ କରେ। ସତସଙ୍ଗର ପ୍ରଭାବରେ ମନୁଷ୍ୟର ଚିନ୍ତା, ଚେତନା, ବାକ୍ୟ, ବ୍ୟବହାର ଓ କର୍ମ ସବୁ ବିଷୟରେ ଉଚ୍ଚତର ଆଦର୍ଶ ଓ ନୀତି ପ୍ରତି ଆଗ୍ରହ ଜନ୍ମେ। ଆତ୍ମାର ଉନ୍ନତି ହେବା ଦ୍ୱାରା ସେ ପରମାତ୍ମାକୁ ମଧ୍ୟ ବୁଝିପାରେ। ସଂସାରର ସମସ୍ତ ଜଞ୍ଜାଳ, ସମସ୍ତ ସମସ୍ୟା ତାକୁ ବ୍ୟତିବ୍ୟସ୍ତ କରିପାରେ ନାହିଁ। କାରଣ ଭଗବତ କୃପାରୁ ସେ ସର୍ବ ସମସ୍ୟାର ସମାଧାନର ସୂତ୍ର ଅତି ସହଜରେ ପାଇପାରେ। ସେ ମୁକ୍ତ ପୁରୁଷ ରୂପେ ଗଣ୍ୟ ହୁଏ। ଆଉ ଭାଗବତ ଗୁଣାବଳୀର ଅନୁସରଣ କରିବା ଦ୍ୱାରା ତାର ମନ, ପ୍ରାଣ ଓ ଆତ୍ମା ଈଶ୍ୱରମୁଖୀ ହୋଇଥାଏ। ଶ୍ରୀ ଶ୍ରୀ ଠାକୁର ଏହି ପ୍ରସଙ୍ଗରେ କୁହନ୍ତି, ଆସ ଦେଖ ଋଷିମାନେ, କୀର୍ତ୍ତନର ଋଷିମାନେ ସଂକୀର୍ତ୍ତନ କରି କିପରି ଘୁରି ବୁଲୁଛନ୍ତି, ନାମ ଦେଉଛନ୍ତି। ହରି ନାମ କରିବା ଦ୍ୱାରା କାମ, କ୍ରୋଧ, ମୋହ, ମାୟା, ମମ ସବୁ ଚାଲିଯାଏ। ଆଉ ସେମାନେ କହୁଛନ୍ତି, ଆସ ଆସ ପାପୀଗଣ, କିଏ ଅଛ ଚାଲି ଆସ। ତୁମର ସବୁ ପାପ, ସବୁ ତାପ ମୋ ଉପରେ ଲଦି ଦିଅ ଓ ପ୍ରାଣ ଖୋଲି କୀର୍ତ୍ତନ କର।
ପ୍ରାଣ ଖୋଲି ହରି ହରି ବୋଲ। ବୈଷ୍ଣବ ଶାସ୍ତ୍ର ଅନୁସାରେ ଏକ ବାର କୃଷ୍ଣ ନାମ ଯତ ପାପ ହରେ, ଜୀବେର ସାଧ୍ୟ ନାହିଁ ତତ ପାପ କରେ। ଥରେ ହରି ନାମ କଲେ ଯେତେ ପାପ ଧୋଇଯାଏ, ମନୁଷ୍ୟ ସେତେ ପାପ କରି ବି ପାରେ ନାହିଁ। ଏଣୁ ସତନାମର କୀର୍ତ୍ତନ ପ୍ରଭାବରେ କାମ, କ୍ରୋଧ, ମୋହ, ମାୟା ଇତ୍ୟାଦି ଅପସରିଯାଏ। ପାପୀ ତାପୀ ଯେ ଥାନ୍ତୁ, ମନ ଖୋଲି କୀର୍ତ୍ତନ କରିବା ଦ୍ୱାରା ସବୁ ହରଣ ହୋଇଯାଏ। ସତନାମର ମନନ ଓ ଧ୍ୟାନ ଦ୍ୱାରା, କୀର୍ତ୍ତନ କରିବା ଦ୍ୱାରା ମନୁଷ୍ୟ ବୃତ୍ତି ପ୍ରବୃତ୍ତିର ঊର୍ଦ୍ଧ୍ୱକୁ ଚାଲିଯାଏ ଓ ବହୁ ପୁଣ୍ୟ ଫଳର ଅଧିକାରୀ ହୁଏ। ଶ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଯେତେ ପାପ କରିଛ ସବୁ ମୋ ପାଖରେ ଦେଇଦିଅ, ମୁଁ ତୁମକୁ ସତନାମ ଓ ହରିନାମ ମାଧ୍ୟମରେ ସବୁ ପାପରୁ ମୁକ୍ତ କରିଦେବି। ବୈଷ୍ଣବ ଶାସ୍ତ୍ର ଅନୁସାରେ ହରିନାମର ମାହାତ୍ମ୍ୟ ଏତେ ବେଶୀ ଯେ ତା ସବୁ ପାପକୁ ଧୋଇଦିଏ। ତେଣୁ ସତସଙ୍ଗ ଓ ସତନାମ ମନନ ପ୍ରତ୍ୟେକ ମନୁଷ୍ୟର ଏକାନ୍ତ କାମ୍ୟ ହେବା ଉଚିତ। ଭାଗବତ କହେ, ଯେ ଅବା ସୁତ ଦ୍ୱାରା ଧନ, କୃଷ୍ଣେ କରିବ ସମର୍ପଣ। ସର୍ବ ସମ୍ପଦ କୃଷ୍ଣେ ଦେଇ, ଉଦାସ ମତେ ଦେହ ବହି। ଅର୍ଥାତ୍ ଗ୍ରାହସ୍ଥ୍ୟାଶ୍ରମରେ ଭରଣ ପୋଷଣ ନିମିତ୍ତ କର୍ମ କରିବାକୁ ହିଁ ହେବ। ମାତ୍ର ଏ କର୍ମ ଅନାସକ୍ତ ଭାବରେ କରିବ। କର୍ମ କରିବା ଭିତରେ ପ୍ରେମ ଭାବ ରଖି ଓ ସଦା ସର୍ବଦା ସାଧୁସଙ୍ଗ କରି ନିର୍ଲୋଭ ହୋଇ ରହିବ। ଗୃହୀମାନଙ୍କ ମଧ୍ୟରେ ଅବସ୍ଥାନ କରି ସୁଦ୍ଧା ସର୍ବଦା ଉଦାସ ଭାବରେ ଜୀବନଯାପନ କରିବ। ଏହିପରି ନିଷ୍କାମ କର୍ମ କରି କୁଟୁମ୍ବ ପରିପୋଷଣ କରିବ। ସର୍ବଦା କୃଷ୍ଣଙ୍କର ଗୁଣଗାନ କରୁଥିବ ଓ କୁଳ ଧର୍ମ ଅନୁସାରେ କର୍ତ୍ତବ୍ୟ ଧର୍ମ ବି କରୁଥିବ। ସମସ୍ତ କର୍ମ କୃଷ୍ଣଙ୍କ ଠାରେ ସମର୍ପଣ କରିବ। ସ୍ତ୍ରୀ, ପୁତ୍ର, ଧନ, ଧାନ୍ୟ ସମସ୍ତ କୃଷ୍ଣକୁ ସମର୍ପଣ କରିବ। କାରଣ ଏ ସମସ୍ତ ଈଶ୍ୱରଙ୍କ ଦାନ ଓ ମନୁଷ୍ୟ କେବଳ ଗୃହସ୍ଥ ଧର୍ମ ଅନୁସାରେ ଏହାର ରକ୍ଷକ ମାତ୍ର। ଅର୍ଥାତ୍ ଯାହା କର୍ମ କରୁଛ, ଯାହା ଖାଉଛ, ଯାହା ଦାନ କରୁଛ ଏବଂ ଯାହା ତପ କରୁଛ, ସବୁ ମୋତେ ଅର୍ପଣ କର। ଜୀବିକା ନିର୍ବାହ ପାଇଁ କରାଯାଉଥିବା ବ୍ୟବହାରିକ କର୍ମ, ଶରୀର ରକ୍ଷା କରିବା ପାଇଁ ଖାଦ୍ୟ ଦ୍ରବ୍ୟ ଗ୍ରହଣ ଇତ୍ୟାଦି ସମସ୍ତ କର୍ମ ମୋ ଠାରେ ସମର୍ପଣ କର। ସେହିପରି ଶ୍ରୀ ଠାକୁର କହିଲେ, ସଂସାର କରିବାକୁ ହେଲେ ସବୁ କଥା ଭାବିବାକୁ ହେବ ଏବଂ ଏ ସବୁ ଭଗବାନଙ୍କର ବୋଲି ଜାଣି ତାଙ୍କୁ ଗୋଟିଏ ଗୋଟିଏ ଦାନ କରିବାକୁ ହେବ। କିନ୍ତୁ ସେ ତତ୍କ୍ଷଣାତ୍ ତାଙ୍କୁ ପ୍ରସାଦ ସ୍ୱରୂପ ଫେରାଇ ଦିଅନ୍ତି। ସେତେବେଳେ ସେଗୁଡ଼ିକର ସଦ୍ବ୍ୟବହାର କରିବାକୁ ହେବ। ଏହା ହିଁ ନିବୃତ୍ତି। ସଂସାରରେ ବଞ୍ଚିବାକୁ ହେଲେ ଭରଣ ପୋଷଣ ନିମିତ୍ତ କର୍ମ କରିବା ପ୍ରୟୋଜନ। ସତମାର୍ଗରେ କର୍ମ କରି ସ୍ତ୍ରୀ, ପୁତ୍ର, କନ୍ୟା, ଧନ, ଜନ ସବୁ ଅର୍ଜନ କରି ଈଶ୍ୱରଙ୍କ ଠାରେ ହିଁ ସମର୍ପଣ କରିବ। କାରଣ ଏହା ସବୁ ତାଙ୍କରି ଦୟାରୁ ମନୁଷ୍ୟ ଆଚରଣ କରିଥାଏ। ତାଙ୍କୁ ସମର୍ପଣ କରିବା ଅର୍ଥ ତାଙ୍କରି ନୀତି ଓ ଆଦର୍ଶ ଅନୁସାରେ ସେ ସମସ୍ତଙ୍କୁ ପରିଚାଳନା କରିବାକୁ ପଡ଼ିବ। କାରଣ ଏହା ସବୁ ତାଙ୍କର, ମାତ୍ର ସେ ସଙ୍ଗେ ସଙ୍ଗେ ପ୍ରସାଦ ସ୍ୱରୂପ ସବୁ ଫେରାଇ ଦିଅନ୍ତି। ସେହି ଧନ, ଜନ ଆଦି ପ୍ରସାଦକୁ ମାନ୍ୟ କଲା ପରି ତାଙ୍କରି ରକ୍ଷକ ଭାବରେ ପାଳନ କରିବାକୁ ହେବ। ସେ ଯେପରି ଚାହାନ୍ତି ଐଶ୍ୱରିକ ମାର୍ଗରେ ସେ ସବୁର ସଦ୍ବ୍ୟବହାର କରିବାକୁ ହେବ। ଏହି ମାର୍ଗ ହିଁ ପ୍ରକୃତ ନିବୃତ୍ତିର ମାର୍ଗ। ଈଶ୍ୱର ହିଁ ସମସ୍ତ କର୍ମର କର୍ତ୍ତା। ମନୁଷ୍ୟ ତାଙ୍କରି ନିର୍ଦ୍ଦେଶ ଅନୁଯାୟୀ କର୍ମ କରିବା ଉଚିତ। ଏହି ଭାବ ନେଇ ଚାଲିଲେ ମନୁଷ୍ୟ ସୁଖ, ଶାନ୍ତି ଓ ଆନନ୍ଦର ଅଧିକାରୀ ହୁଏ। ଭାଗବତରେ ଅଛି, ସାକ୍ଷାତ ଗୁରୁ ଯେ ଈଶ୍ୱର, ଗୁରୁଙ୍କୁ ନ ମଣିବ ନର। ଗୁରୁଟି ସର୍ବଧର୍ମମୟେ, ମୁହିଁ ବସଇ ଗୁରୁ ଦେହେ। ଏ ଘେନି ଗୁରୁ ଭଗବାନ, ସେ ନୁହେଁ ମନୁଷ୍ୟ ସମାନ। ମୋତେ ପୂଜିବ ଗୁରୁ ଦେହେ, ମୋତ ହିଁ ଗୁରୁ ଭିନ୍ନ ନୁହେଁ। ଶ୍ରୀ ଶ୍ରୀ ଠାକୁର କହିଛନ୍ତି,
ଗୁରୁ ହିଁ ଭଗବାନଙ୍କର ସାକାର ମୂର୍ତ୍ତି, ଆଉ ସେ ହିଁ ଆବସୋଲ୍ୟୁଟ୍। ଶାସ୍ତ୍ରରେ ଅଛି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁରେବ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଆଚାର୍ଯ୍ୟ ପରମ୍ପରାରେ ଗୁରୁ ଗ୍ରହଣ ଏକ ଉଜ୍ଜଳ ଉଦାହରଣ। ଗ୍ରାହସ୍ଥ୍ୟ ଜୀବନରେ ବିନା ଗୁରୁ ଗ୍ରହଣରେ କୌଣସି ଧର୍ମ କାର୍ଯ୍ୟ କରିବା ଅବଧି ବୋଲି ଜଣାଯାଏ। ସୁତରାଂ ଶ୍ରୀ ଠାକୁର କହିଛନ୍ତି ବ୍ରହ୍ମଚର୍ଯ୍ୟାଶ୍ରମରୁ ପୁତ୍ର କନ୍ୟାମାନଙ୍କୁ ସଦ୍ଗୁରୁ ପ୍ରଦତ୍ତ ସତନାମରେ ଦୀକ୍ଷିତ କରିବା ଉଚିତ, ଯାହାଦ୍ୱାରା ବ୍ରହ୍ମଚର୍ଯ୍ୟାଶ୍ରମ ଠିକ୍ ଭାବେ ସାଧନା ମାଧ୍ୟମରେ ପରିପାଳନ କରିପାରିବେ ଆଉ ଭବିଷ୍ୟତ ଗ୍ରାହସ୍ଥ୍ୟରୁ ଜୀବନ ନିମନ୍ତେ ପ୍ରସ୍ତୁତି ନେଇପାରିବେ। ବର୍ତ୍ତମାନର ଶିକ୍ଷା ପଦ୍ଧତି ଓ ସାମାଜିକ ପରିସ୍ଥିତି ଦୃଷ୍ଟିରୁ ପ୍ରତ୍ୟେକ ଅଭିଭାବକ ତାଙ୍କର ଭବିଷ୍ୟତ ବଂଶଧରକୁ ଏହି ବ୍ରହ୍ମଚର୍ଯ୍ୟ ଆଶ୍ରମରୁ ସଦ୍ଗୁରୁଙ୍କ ଦୀକ୍ଷା କରାଇବା ଆବଶ୍ୟକ। ତାହେଲେ ଯାଇ ବର୍ତ୍ତମାନ କି ଶିକ୍ଷିତ କି ଅଶିକ୍ଷିତ ସବୁ ପ୍ରକାର ଯୁବଗୋଷ୍ଠୀ ଯେପରି ଅନ୍ୟାୟ ଅନୀତି ମାର୍ଗରେ ସହଜରେ କୁଚକ୍ରୀମାନଙ୍କ ଦ୍ୱାରା ପ୍ରଭାବିତ ହେଉଛନ୍ତି, ତାହାର ସମାପ୍ତି ଘଟନ୍ତା ଓ ସାମାଜିକ ଜୀବନ ଅଜଣା ଆତଙ୍କରେ ଜର୍ଜରିତ ହୁଅନ୍ତା ନାହିଁ। ଏହି ଭାବ ନେଇ ଆଜିର ମନୁଷ୍ୟ ଜୀବନର ପ୍ରାରମ୍ଭରୁ ଯଦି ସାଧନାମୟ ଜୀବନ ଆରମ୍ଭ କରେ, ତେବେ ଅପାର ଶାନ୍ତି ଆଉ ଶକ୍ତିର ଅଧିକାରୀ ହୁଏ। ଆଉ ଗୋଟିଏ ସୁନ୍ଦର ସୁସ୍ଥ ସମାଜ ଗଠନରେ ସମସ୍ତଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ। ତେବେ ବନ୍ଧୁଗଣ, ଆଜିର ଜୀବନରେ ଗୁରୁ ଗ୍ରହଣ କରିବା ଏକାନ୍ତ ପ୍ରয়োଜନ। ଗୁରୁ ବିନା ସବୁ ଦିଗ ଅନ୍ଧାର। ସବୁ ପ୍ରକାର ସମସ୍ୟା, ସବୁ ପ୍ରକାର କର୍ମ, ସବୁ ପ୍ରକାର ନିଷ୍ଠା ସବୁ ସେ ହିଁ ପରିଚାଳନା କରନ୍ତି। ଆମେ କେବଳ ଏକ କଣ୍ଢେଇ ପରି ଏ ପୃଥିବୀ ପୃଷ୍ଠରେ ସଂସାରରେ ନାଟକ କରି ଚାଲିଛେ। କେତେ ପାପ ହେଉଛି, କେତେ ପୁଣ୍ୟ ହେଉଛି, କେତେ ଅନ୍ୟାୟ ଅନୀତି ହେଉଛି, ସେସବୁ ପ୍ରତି ଆଜି କାହାର ଧ୍ୟାନ ନାହିଁ। ଗ୍ୟାରେଣ୍ଟିର ସହକାରେ ଆମେ କହିବୁ, ସେ ପୁରୁଷୋତ୍ତମଙ୍କ ଭାବବାଣୀ ଭାବଧାରାକୁ ଅନୁଶୀଳନ କରି ଚାଲିଲେ ମନୁଷ୍ୟ ତାର ପ୍ରତ୍ୟେକଟି ସମୟରେ ଭୁଲ ତ୍ରୁଟିକୁ ସମାଧାନ କରିପାରିବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ତେବେ ଆସନ୍ତୁ ବନ୍ଧୁଗଣ, ଆଜିର এই ସୁନ୍ଦର ବିଷୟବସ୍ତୁଟି ଏଇଠି ରଖିବା। ପୁଣି ଆଉ ଗୋଟେ ଅତି ସୁନ୍ଦର ବିଷୟବସ୍ତୁଟେ ନେଇ ଆସିବୁ। ସେ ପର୍ଯ୍ୟନ୍ତ ଜୟ ଗୁରୁ।